ରେଡିଓ କୋରାପୁଟର ସମସ୍ତ ଶ୍ରୋତା ଏବଂ ଦର୍ଶକଙ୍କୁ ଅଭିନନ୍ଦନ ଏବଂ ଶାନ୍ତାକାରର ନମସ୍କାର। ଆଜି ବିଶ୍ୱ ପାଳିଛି ଦୁଇ ଗୋଟି ଦିବସ, ଗୁରୁତ୍ୱପୂର୍ଣ୍ଣ ଦିବସ। ଗୋଟିଏ ହେଉଛି ବିଶ୍ୱ ପିତାମାତା ଦିବସ, ୱାର୍ଲଡ ପ୍ୟାରେଣ୍ଟସ୍ ଡେ, ଏବଂ ଆଉ ଗୋଟିଏ ଦିବସ ତାହା ହେଉଛି ବିଶ୍ୱ ଦୁଗ୍ଧ ଦିବସ, ୱାର୍ଲଡ ମିଲ୍କ ଡେ। ତେବେ ଏଇ ଦୁଇଟି ଦିବସ ଯେତେବେଳେ ପାଳନ କରାଯାଉଛି, ବିଶେଷ କରି ଯେତେବେଳେ ବିଶ୍ୱ ଦୁଗ୍ଧ ଦିବସ ଅବସରରେ ଏଥରର ଫୋକସଟି ହେଲା ଯେ ମହିଳା ଦୁଗ୍ଧ ଚାଷୀ, ମହିଳା ଚାଷୀଙ୍କ ଉପରେ ଗୁରୁତ୍ୱ ଦିଆଯାଇଛି। এই ଦୁଇଟି ଯାକ ଯୋଉ ଦିବସ, ବିଶ୍ୱ ପିତାମାତାଙ୍କ ଦିବସ ଏବଂ ବିଶ୍ୱ ଦୁଗ୍ଧ ଦିବସ, ଏଇ ଦୁଇଟିରେ ଆମେ କୃତଜ୍ଞତା ଦିବସ ଭାବରେ ପାଳନ କରିବା। ଗୋଟିଏ ହେଉଛି ପିତାମାତାଙ୍କ ପ୍ରତି କୃତଜ୍ଞତା, ଆଉ ଗୋଟେ ହେଉଛି ମହିଳା ଚାଷୀ ଯୋଉମାନେ ଆମକୁ କ୍ଷୀର ଯୋଗାଇବାରେ, ଅ, ଗାଈ ଗୋପାଳନ କରି ଆମକୁ କ୍ଷୀର ଯୋଗାଇଛନ୍ତି, ସେମାନଙ୍କ ପାଖରେ ଆମେ କୃତଜ୍ଞତା ଜଣାଇବା। ତେବେ ଏଇ ଦୁଇଟି ଯାକ ଯେତେବେଳେ କୃତଜ୍ଞତା ଜଣାଉଛେ, ପ୍ରଥମେ ଆମେ ଦେଖିବା ଯେ ବିଶ୍ୱ ପିତାମାତା ଦିବସରେ ଆମ ସଂକଳ୍ପ କଣ ହେବା ଦରକାର। ଆଜିର ଏଇ ଦିବସରେ ଆମର ସଂକଳ୍ପ ଏଇଆ ହେବା ଦରକାର ଯେ ଆମ ପିତାମାତାଙ୍କୁ ଆମେ ଦେବତୁଲ୍ୟ ପରିଗଣିତ କରିବା, ସେମାନଙ୍କୁ ଦେବତା ଭଳି ଆମେ ମାନ୍ୟତା ଦେବା ଏବଂ ସେମାନଙ୍କ ପ୍ରତି ଯୋଉ ଆମର ଆଭିମୁଖ୍ୟ, ସେ ଆଭିମୁଖ୍ୟ ଏକ ଅନ୍ତରରେ ଆମେ ଯୋଉ ଠାକୁରଙ୍କୁ ବସେଇଛେ, ଆମେ ଯୋଉ ଭଗବାନଙ୍କୁ ବସେଇଛେ, ସେଇ ଭଗବାନଙ୍କର ପ୍ରତିରୂପ ଭାବରେ, ଜୀବନ୍ତ ପ୍ରତିରୂପ ଭାବରେ ଆମେ ସେମାନଙ୍କୁ ଦେଖିବା ଏବଂ ତାଙ୍କ ସହିତ ସେଇଭଳି ବ୍ୟବହାର କରିବା। ଠିକ ସେଇ ସମୟରେ ପିତାମାତା ଭାବରେ ମଧ୍ୟ ଆମେ ଯୋଉମାନେ ପିତାମାତା ଅଛେ, ପିଲାମାନଙ୍କ ପ୍ରତି ମଧ୍ୟ ସେଇଭଳି ଉତ୍ତମ ପିତାମାତା ହେବାର ଏକ ସଂକଳ୍ପ ମଧ୍ୟ ନେବାର ଆବଶ୍ୟକତା ରହିଛି। ସେତିକି ବେଳେ ପିତାମାତା ଏବଂ ପିଲାମାନଙ୍କ ଭିତରେ ଯୋଉ ସମ୍ପର୍କ ରହିବା କଥା, ଯୋଉ ସୁସମ୍ପର୍କ ସ୍ଥାପନ ହେବା କଥା, ତାହା ହେଇପାରିବ। ଏବଂ ବିଶ୍ୱ ଦୁଗ୍ଧ ଦିବସରେ ଆମେ ମଧ୍ୟ ସେଇ କଥାକୁ ଆମେ ଆ, ଜାଣିବା ଯେ ବିଶ୍ୱ ଦୁଗ୍ଧ ଦିବସ ଅବସରରେ ଅନେକ ଚର୍ଚ୍ଚା ମଧ୍ୟ ଆଜି ହେଇଛି କିପରି ଦୁଗ୍ଧ ବର୍ତ୍ତମାନ କମି କମି ଗଲାଣି। କୋରାପୁଟ ଭଳି ଅଞ୍ଚଳରେ ଗାଈ ସଂଖ୍ୟା କମ ହେଇଗଲାଣି, ଯାହାଫଳରେ କ୍ଷୀର ପାଇବା କଷ୍ଟକର ହେଲାଣି। ଯେମିତି ଆପଣ ଦେଖିପାରୁଥିବେ ଯେ ଆପଣମାନଙ୍କ ଘର ପାଖରେ ଗାଈ ଗୁହାଳ ବହୁତ କମ ଦେଖାଯାଉଛି, ଗୋରୁ ଗାଈ ଚାଲାଣ ହେଇଯାଉଛନ୍ତି। ଆ, ଏଇ ପ୍ରକାର ଭାବରେ ବିଭିନ୍ନ ପ୍ରକାରର ସମସ୍ୟା ବି ଦେଖାଯାଇଛି। ତେବେ ଏଇ ସବୁ ସମସ୍ୟାକୁ ମଧ୍ୟ ଆମେ ନଜର ରଖିବା ଏବଂ କିପରି ଭାବରେ ଅଧିକରୁ ଅଧିକା ଗୋପାଳନ ହେଇପାରିବ, ସେ ସବୁ ସମ୍ପର୍କରେ ଆଜି ଆମେ ନିଷ୍ପତ୍ତି ନେବା। ଆମେ ଗୋଟେ ଶପଥ ନେବା ଯେ ଆମେ କିପରି ଭାବରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଏକ ନୂତନ ନିଷ୍କର୍ଷ ଆମେ ପାଇପାରିବା। ତେବେ ଆଜି ଏଇ ଯୋଉ ଦୁଇଟି ଦିବସ ପାଳନ କଲା ବେଳକୁ ଆ, ଜଣଙ୍କ କଥା ମନେ ପଡେ। ଜଣେ ଆ, ଅ, ଦୁଗ୍ଧ ବ୍ୟବସାୟୀ, ଦୁଗ୍ଧ ଚାଷୀ କହିବା ଠିକ ହବ, କୋରାପୁଟର। ସେ ସମସ୍ତଙ୍କର ଜଣାଶୁଣା କାଞ୍ଚନ ଡାଏରୀ। ତାଙ୍କ ନାମଟି ହେଉଛି ନମିତା ପାଟଜୋଶୀ। ତାଙ୍କୁ ଦେଖିଲେ ଆମେ ଏଇ ଯୋଉ ଦୁଇଟି ଦିବସର ତାତ୍ପର୍ଯ୍ୟ ଏକା ସାଙ୍ଗରେ ଆମେ ପାଇବା। ଗୋଟିଏ ହଉଛନ୍ତି, ସେ ହଉଛନ୍ତି ଜଣେ ସଫଳ ଦୁଗ୍ଧ ଚାଷୀ। ଗାଈ ଗୋରୁ ରଖିଛନ୍ତି, ପ୍ରାୟ 150ରୁ ଉର୍ଦ୍ଧ୍ୱ ଗୋରୁ ଗାଈ ସେ ରଖିଛନ୍ତି ଏବଂ ସେଥିରୁ ବାହାରୁଥିବା କ୍ଷୀର ବିକ୍ରି କରି ସାରା କୋରାପୁଟରେ ଗୋଟେ ଭଲ ନାଁ ରଖିଛନ୍ତି। ଅପରପକ୍ଷରେ ସେ ତାଙ୍କର ଏଇ ଯୋଉ ଅ, କାଞ୍ଚନ ଡାଏରୀ ଆରମ୍ଭ କରିବା ପଛରେ ତାଙ୍କର ପରିବାରର, ତାଙ୍କର ପିଲାମାନଙ୍କର ଯୋଉ ଯତ୍ନ ନେବା ପାଇଁ ବୋଲି ତାଙ୍କର ଯୋଉ ପୁଷ୍ଟିସାର କିପରି ଭାବରେ ଅଧିକରୁ ଅଧିକ ଦେଇପାରିବେ, ତାଙ୍କର ଠିକ ଭାବରେ ଲାଳନ ପାଳନ କରିପାରିବେ, ସେମାନଙ୍କୁ ଠିକ ଭବିଷ୍ୟତ ଦେଇପାରିବେ, ତାହାରି ଉଦ୍ଦେଶ୍ୟରେ ସେ କାଞ୍ଚନ ଡାଏରୀଟିକୁ ଆରମ୍ଭ କରିଥିଲେ। ତାହା ହେଉଛି ବିଶ୍ୱ ପରିବାର ଯୋଉ ଆମର ବିଶ୍ୱ ପିତାମାତା ଦିବସ, ଏଇ ଅବସରରେ ତାଙ୍କୁ ସେଥିପାଇଁ ମଧ୍ୟ ଆମେ କୃତଜ୍ଞତା ଜଣାଇବା। ତେଣୁ ଏଇ ଯୋଉ ଦୁଇଟି ଦିବସ ସମ୍ମିଳିତ ଭାବରେ ଆମେ ନମିତା ପାଟଜୋଶୀଙ୍କୁ ଦେଖୁଛେ କୋରାପୁଟର କାଞ୍ଚନ ଡାଏରୀର। ଯେତେବେଳେ କାଞ୍ଚନ ଡାଏରୀକୁ ଯିବେ ଦେଖିବେ କିପରି କର୍ମଠ ମହିଳା ଜଣେ। ତେଣୁ ତାଙ୍କୁ ଆମେ ଅଭିନନ୍ଦନ ଜଣାଉଛେ ଏବଂ କୃତଜ୍ଞତା ଜଣାଉଛେ ଯେ ସେ ଆଜି ଦୁଇଟି ଦିବସର ଜଣେ ଚର୍ଚ୍ଚିତ ଚେହେରା।
ଆମେ ଆଶା କରୁଛୁ ଅନେକ ବ୍ୟକ୍ତି ସେଇଭଳି ଭାବରେ ନିଜର ପରିବାରକୁ ସଂଗଠିତ କରିବେ, ପରିବାରକୁ ଠିକ ଭାବରେ ସମୟ ଦେବେ ଏବଂ ତା ସହିତ ଜୀବନ ଜୀବିକା ପାଇଁ ଗୋରୁ ଗାଈଙ୍କ ସେବା ମଧ୍ୟ କରିବେ। ଦୁଗ୍ଧର ଯୋଉ ଅ, ମାନ କମି କମି ଯାଉଛି ବୋଲି ଅଭିଯୋଗ ହୁଏ, ତାର ମାନଟିକୁ ବଜାୟ ରଖିବେ। ଏହି ଆଶାର ସହିତ ଆଜି ପୁଣି ଥରେ ସମସ୍ତ ପିତାମାତାଙ୍କୁ ବିଶ୍ୱ ପିତାମାତା ଦିବସର ଶୁଭେଚ୍ଛା ଏବଂ ସମସ୍ତ ମହିଳା ଦୁଗ୍ଧ ଚାଷୀଙ୍କୁ ଅ, ସେମାନଙ୍କୁ ଆମେ ଆଜି ଅଭିନନ୍ଦନ ଜଣାଉଛୁ, କୃତଜ୍ଞତା ଜଣାଉଛୁ। କୃତଜ୍ଞତା ଜଣାଉଛୁ ରେଡ଼ିଓ କୋରାପୁଟର ସମସ୍ତ ଶ୍ରୋତା ଏବଂ ଦର୍ଶକଙ୍କ ପାଖରେ ଯେ ସେମାନେ ଆମ ସହିତ ରହିଛନ୍ତି ଏବଂ ଏଇ କଥାଟିକୁ ଶୁଣିଛନ୍ତି। ପୁଣି ଥରେ ଆଉ ଏକ ଏପିସୋଡରେ ଦେଖା ହବ। ସେତିକି ପର୍ଯ୍ୟନ୍ତ ରେଡ଼ିଓ କୋରାପୁଟର ସିଏଚ୍ ଶାନ୍ତାକାରଙ୍କୁ ବିଦାୟ ଦିଅନ୍ତୁ। ନମସ୍କାର।